ଏହି ଭିଡ଼ିଓରେ ମୁଁ ଆପଣଙ୍କୁ ଦେଖାଇବି ଆମେ କେଉଁଝରର କେଉଁ ଜାଗା ବୁଲିବାକୁ ଯାଇଥିଲୁ। ତ ଭିଡ଼ିଓଟି ଲାଷ୍ଟ ପର୍ଯ୍ୟନ୍ତ ଦେଖନ୍ତୁ। ଆପଣମାନେ ପୂର୍ବ ଭିଡ଼ିଓରେ ଦେଖିଥିଲେ ଯେ ଆମେ ପୂଜା କରିବା ପାଇଁ ଯାଇଥିଲୁ। ପିଲାବେଳକୁ ଦେଖେ ତ ସମସ୍ତେ ତାଙ୍କ କାମରେ ଲାଗିଛନ୍ତି ଆଉ ଆମେ ଆସିକି ଟିକେ ଭୋଗ ଖାଇକି ଟିକେ ରେଷ୍ଟ ନେଇଥିଲୁ କାରଣ ଆଜି ଉପାସ ଥିଲା। ତୁ ଆଜିକାଲିକା ପିଲାମାନଙ୍କୁ ଦେଖନ୍ତୁ ଖାଲି ସବୁବେଳେ ଖାଲି ମୋବାଇଲ ନହେଲେ ହେବନି। ଏପଟେ ଟିକେ ମୋ ସାନ ପୁଅକୁ ମୁଁ ଗାଳି ଦେଉଥିଲି ଏତେ କାହିଁକି ମୋବାଇଲ ଦେଖୁଥିଲୁ। ତାପରେ ଟିକେ ଶୋଇ ପଡ଼ିଥିଲୁ ଆଉ ଶୋଇ ଉଠିକି ବାହାରି ପଡ଼ିଥିଲୁ ଟିକେ ବୁଲିବା ପାଇଁ ଯିବା ବୋଲି। ସେତେବେଳକୁ ସନ୍ଧ୍ୟା 4ଟା ବାଜିଲାଣି। ଆମ ପାଖରେ ଏଇ ଗୋଟିଏ ଦିନ ଅଛି ବୁଲିବା ପାଇଁ କାରଣ ଆସନ୍ତାକାଲି ଆମେ ପଳେଇବୁ ମାନେ ରିଟର୍ନ କରିବୁ ବାରିପଦା। ଆଉ ଦେଖନ୍ତୁ ଏପଟେ ଆମେ ଆସି ଯାଇଥିଲୁ ସାନ ଘାଗରା ଯିବା ବୋଲିକି। ଆଗରେ ଦେଖୁଛନ୍ତି ନା ସେଇଟା ହେଉଛି ରଜାଉଆସ। ଆଉ ସେଇ କଡ଼ ଦେଇ ଗଲାବେଳେ ଦେଖିଲୁ ପୋଖରୀ ଭିତରେ ଗୋଟେ ମନ୍ଦିର ଅଛି। ଯଦି ଆପଣମାନେ କେହି ଜାଣିଛନ୍ତି ଏଇ ମନ୍ଦିରଟିର ନାଁ କ'ଣ ଆପଣମାନେ କମେଣ୍ଟରେ ନିହାତି ଜଣେଇବେ। ତାପରେ ଆମେ ଆଗେଇ ଗଲୁ। ଦେଖୁଛନ୍ତି ନା ରାସ୍ତା କଡ଼ରେ କେତେ ଟ୍ରକ୍ ସବୁ ଠିଆ ହେଇଛି। ସାଇଡ଼ରେ ଥିଲା ରାଜାଉଆସର ପାଚେରୀ ଆଉ ଲେଫ୍ଟ ସାଇଡ଼ରେ ଥିଲା ସୁନ୍ଦର ପାହାଡ଼ ଆଉ ତାହା ବହୁତ ସୁନ୍ଦର ଦେଖାଯାଉଥିଲା। ଆଉ ଦି ସାଇଡ଼ରେ ପୁଣି ଥିଲା କାଶତଣ୍ଡି ଫୁଲର ବଗିଚା। ମୋତେ ତ ଲାଗୁଥିଲା ଯେମିତି ମୁଁ ପୁରା ସ୍ୱର୍ଗରେ ଅଛି। ମୁଁ ମୟୂରଭଞ୍ଜ ଜିଲ୍ଲା ଯେମିତି ପୁରା ବଣ ଜଙ୍ଗଲରେ ଘେରି ରହିଛି ସେହିପରି କେଉଁଝର ଜିଲ୍ଲା ମଧ୍ୟ ପୁରା ପାହାଡ଼ ପର୍ବତରେ ଘେରି ରହିଛି। ଆଉ ସହିତ କଥା ହେଉ ହେଉ ଆମେ ଆସି ପହଞ୍ଚିଗଲେ ସାନ ଘାଗରା ପାଖରେ। ଆଉ ଏଇଠି ଆମେ ଟିକଟ କାଟିକି ତାପରେ ଭିତରକୁ ଏଣ୍ଟ୍ରି କଲୁ। ଆଉ ଦେଖନ୍ତୁ ନା ଭିତରେ କେତେ ସାରା ଗାଡ଼ି ଅଛି, କେତେ ପର୍ଯ୍ୟଟକ ସବୁ ବୁଲିବାକୁ ଆସିଛନ୍ତି। ଏଠି ବହୁତ ସାରା ଦେଖଣୀୟ ଜିନିଷ ଥିଲା କିନ୍ତୁ ମୁଁ ସେ ଭିୟୁକୁ ଏନ୍ଜୟ କରିବାରେ ଏତେ ବ୍ୟସ୍ତ ଥିଲି ଯେ ମୁଁ ସେଗୁଡ଼ାର ଭିଡ଼ିଓ ନେଇପାରିଲିନି। କିନ୍ତୁ ଏଇ ଯେତେବେଳେ ଆମର ୱାଟରଫଲ୍ ପାଖକୁ ଗଲେ ମୁଁ ସେତେବେଳେ ତାର ଟିକେ ଦୃଶ୍ୟ ଆପଣଙ୍କୁ ଦେଖାଉଛି। ମୁଁ ତାକୁ ଭିଡ଼ିଓରେ କ୍ୟାପଚର କରିନେଇଥିଲି। ଭିଡ଼ିଓ କରିଦେବାକୁ କେହି ନାହାନ୍ତି। ମୋ ବଡ଼ ପୁଅ ବେଳେବେଳେ ମୋର ଭିଡ଼ିଓ କରି ପକାଏ କିନ୍ତୁ ସେତେବେଳେ ସିଏ ତାର ଖେଳରେ ମାତି ଯାଇଥିଲା ଯେ ମୋର ଆଉ ଭିଡ଼ିଓ ସେ ଉଠେଇ ଦେଲାନି। ମୁଁ ନିଜେ ହିଁ ଯାଇକି ନିଜେ ଭିଡ଼ିଓ କରି ନେଇଥିଲି। ଆଉ ଆପଣମାନେ କେବେ ଯଦି ଆସିଥିବେ ସାନ ଘାଗରା ମୋତେ କମେଣ୍ଟ ମାଧ୍ୟମରେ ନିହାତି ଜଣେଇବେ। ପୁଣି ଦେଖାହେବ ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।